जय जगन्नाथ सांगमाने तो चलता आज ब्लॉग स्टार्ट करवा तो सकाळ मु किसी एमती चोबी चोबी खाଇବା କରିଦେଇଥିଲି ଭାବୁଥିଲି ଏମିତି କଣ କହିଲି ଆଉ କଣ 9ଟା ବେଳକୁ ଖାଇଲେ ଏଟା ତାପରେ ଆଜି ଯେହେତୁ ଛାଡ଼ ଖାଇଥିଲା ତ ୟୁସି ମାକୁ ଆମର ମାଛଟା ବହୁତ ଭଲ ଲାଗେ ସେ ପୁଣି ନଈ ମାଛ ସେଥିପାଇଁ ତା ଫରମାଇଶରେ ଆସି ଯାଇଥିଲା ମାଛ ତାକୁ ଥଣ୍ଡା ହେଇଥିଲା ତଥାପି ପଖାଳ ସହ ମାଛ ଭଜା ଖାଇ ଦେଇଥିଲା ଆଉ ମାଛ ତରକାରୀ ହେଇଥିଲା କି ଖାଇସାରିକି ସେ ଚାଲିଲା ଘରକୁ ତ ଝିଅମାନେ ତ ଆଉ ବାପ ଘରେ ଏତେ ଦିନ ରହିପାରିବେନି ନା ତ ଯେହେତୁ ଝିଅମାନଙ୍କ ଭାଗ୍ୟରେ ଏଇଟା ଲେଖା ଅଛି କି ଝିଅ ଜନ୍ମ ପର ଘରକୁ ସେଇଟା ବାକି ଆଉ ବଦଳେଇ ପାରିବ ଗୋଟେ କଥା କି ସେ ଆମ ସହ ବହୁତ କ୍ଲୋଜଲି ମିଶେ ମୋ ଦେଇ ଯେ କି ପିଇସି ମା ଆମ ସହ ପୁରା ଫ୍ରେଣ୍ଡଲି ମିଶେ ତ ସେ ଗଲା ପରେ ତ ବହୁତ ଟିକେ କଷ୍ଟ ଲାଗେ ତ ରାସ୍ତା ଯାଏ ଛାଡ଼ିବାକୁ ଆସି ଦେଇଥିଲୁ ଆଉ ଗୋଟେ ଭିଡ଼ିଓ କରିଥିଲି ସେଇଟା ଅପଲୋଡ଼ ହେଇଯାଇଛି ଆପଣ ଦେଖିପାରିବେ ତ ତାପରେ ଆସିକି ମୁଁ ଟିକେ ଲେଟ୍ରେ ଖାଇ ଦେଇଥିଲି ଆଉ ଦୋକାନକୁ ଯାଇଥିଲି ଭାରି ହେଲେ ଗ୍ରାହକଙ୍କଠୁ ଆଜି ଲୋକଙ୍କର ଭିଡ଼ ଜମିଛି ଦୋକାନ ଆଗରେ କାରଣ ଆମ ଗାଁରେ ଯାତ୍ରା ହେବ ସେଥିପାଇଁ ପାର୍ଟିସିପେଟ୍ କରୁଥିବା ଲୋକ ଆଜି ଏଠି ଗହଳି ଦେଇଛନ୍ତି ତ ଆମେ ପ୍ରଥମେ ତ ବହୁତ ଖୁସି ହେଇଯାଇଥିଲୁ କାରଣ ଆମ ଗାଁରେ ଏମିତି କିଛି ନାହିଁ ତାପରେ କ'ଣ ସେମାନେ ତ ତାଙ୍କ କଥା ଚାଲିଥିଲେ ମୁଁ ଆଳୁ ବାଛିକି ଦେଖନ୍ତୁ କ'ଣ ହେଇଗଲାଣି ତାପରେ ସବୁ ପରିବା ପରିବା ତ ନୁହେଁ ତ ସବୁ ଜିନିଷ ସାମଗ୍ରୀ ଯାହା ଖାଇବା ଜିନିଷ କି ଯାହା ସବୁ ଆଣି ସାରିଲା ପରେ ଲବୁନା ଦେଖନ୍ତୁ ସେ ଅମୁଲ ଖାଉଛି ମୋତେ ଏଠି ଆଳୁ ବାଛିବାକୁ ଦେଇ ସେ ସାଡ଼େ ଅମୁଲ ଖାଉଛି ତ କ'ଣ ଆଉ କହିବି ଭାଇ କହିଛନ୍ତି ହଉ ହଉ ଜଲ୍ଦି ଯାଅ ମୁଁ ପୁଣି ଯିବି ତ ଆମେ ଜଲ୍ଦି ଆସିଯାଇଥିଲୁ ଆମେ ପ୍ରୋଜେକ୍ଟ କରିଦେଇଥିଲି ତ ଏଇଟା ଭାବୁଥିବି କି କଲେଜ ଗଲା ପରେ କିଛିଟା ବୋଝ କମିଯାବେ ନାହିଁ ସେଇଟା ଆମ ପାଇଁ ବହୁତ କଷ୍ଟ ହେଇଯାଏ ଆଣ୍ଡ ସବୁଦିନ ସାଇକେଲିଂ କରି ଗଲା ବେଳକୁ ଛୋପ ଛାଡ଼ି ଯାଉଛି ତ ଭିଡ଼ିଓକୁ ନିଶ୍ଚୟ ଆମ ଯାତ୍ରାରେ ଦେଖିବେ ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରିବେ ରହିଲି ଜୟ ଜଗନ୍ନାଥ।